जी ସେମାନେ ମୁଁ ବୋଉ ମାର୍କେଟ ଯିବା ବୋଲି ବାହାରିଥିଲେ ଆଉ କିଛି ଦିନ ହେଲାଣି ଆମ ଘରେ ବହୁତ କାମ ଥିଲା ବୋଲି ମୁଁ କଣ୍ଟିନ୍ୟू ଭିଡ଼ିଓ ପୋଷ୍ଟ କରିପାରୁଥିଲିନି। ତ ଆମ ଘରେ କିଛି ଦିନରୁ ପ୍ଲାନ୍ ଚାଲିଥିଲା ଯେ ଆମେ ଗୋଟେ ବାସନ ଷ୍ଟାଣ୍ଡ ଆଣବା ବୋଲି ପୁରୁଣାଟା ଆମର ଖରାପ ହେଇଯାଇଛି ସେଥିପାଇଁ ଆମେ ନୂଆ ଆଣବା ବୋଲି ଗୋଟେ ଦେଖତେ ଯାଇଥିଲେ। ଆଜି କିନ୍ତୁ ଆମେ ନେବାନି ଆମେ ଖାଲି ଦେଖିବା ପାଇଁ ଆସିଥିଲେ ଆଉ ରେଟ୍ ବୁଝିକି ଆମେ ପଳେଇ ଆଇଲେ। ସେମାନେ ଯେତେବେଳେ ବି ପେଟ୍ରୋଲ ପକେଇତେ ଆସନ୍ତି ମୁଁ ଏଇ ଗଛଟାକୁ ଦେଖୁଥାଏ ମତେ ବଢିଆ ଲାଗେ ଗଛଟା। ଆଉ ଆମେ ଘରୁ ଆଇଲା ବେଳେ 3 ଜଣ କିଛି ଖାଇଥିଲେନି ଏତେ ଜୋର ଭୋକ ଲାଗୁଥିଲା ମୁଁ ତ ଭାବୁଥାଏ ଘରକୁ କେମିତି ପହଞ୍ଚିବି। ଆଇଲା ବେଳକୁ ଆମକୁ ମନେ ପଡିଲା ଯେ କଞ୍ଚା ଲଙ୍କା ଘରେ ଥିଲାନି ବୋଲି ଆମେ କଞ୍ଚା ଲଙ୍କା ବି ନେଇକି ପଳେଇ ଆଇଲେ। ଆଇଲା ପରେ ତାପରେ ମୁଁ ପଖାଳ ଖାଇ ଦେଇଥିଲି ଆଉ ମାଛ ଭଜା ଆଉ ଆଜି ତ ଖାଇବାଟା ପୁରା ମଜା ହିଁ ଆସିଯାଇଥିଲା। ଆମେ ସଞ୍ଜବେଳେ ତାପରେ ଟିକେ ବୋଉ ବାପା ମାନଙ୍କର ପଛରେ ପଛରେ ପଳେଇଥିଲେ ଆଉ ସେମାନେ ଜାଣିନାହାନ୍ତି କି ଆମେ ତାଙ୍କ ପଛରେ ଅଛେ ବୋଲି। ତାଙ୍କ ପଛରେ ଆମେ କେତେବେଳୁ ପଛରେ ପଛରେ ଚାଲୁଥିଲେ ହେନା ଦେଖି ପାରୁଥିଲେ ନା ଆଉ ଦେଖିକି ଯେ ହସୁଛନ୍। ସଞ୍ଜବେଳେ ତାପରେ ମୁଁ ଟିକେ ମେଡିସିନ ଷ୍ଟୋର ପଳେଇ ଆସିଥିଲି କି ପାଇଁ ତାଙ୍କ ଦେହ ଭଲ ଥିଲାନି ଆଉ ସେମାନେ ଆଇଲେନି ମେଡିସିନ ନେବା ପାଇଁ ଆଉ ମୁଁ ତାଙ୍କ ପାଇଁ ମେଡିସିନ ନେବା ପାଇଁ ଆସିଥିଲି। ତାପରେ ଆମର ଗୋଟେ ଭଞ୍ଜାଟା ସହିତ ଦେଖା ହେଇଥିଲା ଆଉ ସେମାନେ ଟୁଇନ୍ସ ଆଉ ମୁଁ ଜାଣିପାରୁନି ଏଟା ବଡ ନା ସାନ ନିହାତି ଭିଡିଓ ଦେଖିଲେ କହିବ ତୁମେ ବଡ ନା ସାନ। ଆଇଲା ବେଳକୁ ମୁଁ ଆଇସ୍କ୍ରିମ କିଣିଥିଲି ଆଉ ସେଟା ମୁଁ ରାସ୍ତାରେ ଖାଇଦେଲି କି ପାଇଁ ତାଙ୍କୁ ଦେଇତେ ପଡବ ଘରକୁ ଗଲେ ନା। ଆସିକି ତାପରେ ତାଙ୍କୁ ମୁଁ ମେଡିସିନ ଦେଇଥିଲି ଟିକେ ତାଙ୍କର ବହୁତ ହାଲତ ଖରାପ ଥିଲା ଦେଖିକି ତ ଲାଗୁନି କିନ୍ତୁ ଥିଲା ହାଲତ ଟିକେ ଖରାପ। ଆଉ ଆମ ଘରେ ଅଟା ସରି ଯାଇଥିଲା ଆଉ ଯେତେବେଳେ ରୁଟି କରାଯିବ ସେତେବେଳେ ଜାଣିଲେ ନା ଅଟା ନାହିଁନି ସେଥିପାଇଁ ଆମେ ଦିଦି ମୁଁ ପଳେଇ ଆସିଥିଲେ ଅଟା ନେବା ପାଇଁ। ଆମେ ରାସ୍ତାରେ ଆଇଲା ବେଳକୁ ଦିଦି ଗୁବୁର ମାରିଦେଲେ ଆଉ ଗୋଟେ ଦୋକାନଟେ ଗୋଡ ଧୋଇଛନ ଆଉ ମୁଁ ତ ହସୁଥାଏ ଖାଲି ଖିକି କରିକି ଆଉ କି କରିବି ଆଉ ସେମାନେ ମତେ ଗାଳି ଦଉଥାନ ହସୁଛୁ ହସୁଛୁ କହିକି। ଘରକୁ ଆଇଲା ପରେ ତାଙ୍କୁ ଦେଖି ୱାରେସ୍ ଟା ଦେଲି ଆଉ ମୁଁ ଏତେ ଖାଉରି ୱାରେସ୍ ତକ ବି ଛାଡିଲିନି ମାଗି ମାଗି ଖାଇଗଲି। ତ ଏଇଟା ଥିଲା ଆଜିର ମୋ ମିନି ବ୍ଲଗ ଆଉ ଗୋଟେ ଭିଡିଓ ଦେଖା ହବ ବାଏ ବାଏ ଜୟ ଜଗନ୍ନାଥ।